ଏ ସାଙ୍ଗମାନେ ସନ୍ଧ୍ୟାବେଳକୁ ବାହାରି ପଡ଼ିଲୁ ଆମ ଯାତ୍ରା ବୁଲିବା ପାଇଁ କାହିଁକିନା ଆରପଟ ଗାଁଟା ଆମର ଯାତ୍ରା ପଡ଼ିଛି କାହିଁକିନା ଦୁଇଟା ଗାଁରେ ଦୁଇଟା ଯାତ୍ରା ପଡ଼ିଛି। ଚାଲନ୍ତୁ ଏବେ ପହଞ୍ଚିଗଲୁ ଯାତ୍ରାରେ। ପହଞ୍ଚିଲା ବେଳେ ରାମାୟଣ ଷ୍ଟାର୍ଟ ହେଇଗଲାଣି ଦେଖିପାରେ ବହୁତ ସୁନ୍ଦର ଲୋକ ବି ବହୁତ ଗହଳି ଅଛନ୍ତି କାହିଁକିନା ରାମାୟଣ କାହାକୁ ନ ପସନ୍ଦ ସମସ୍ତଙ୍କୁ ପସନ୍ଦ। ଦେଖିପାରେ ବହୁତ ସୁନ୍ଦର ଉପରେ ଚାଲିଛି ଏବେ ଦେଖିପାରେ ବହୁତ ସୁନ୍ଦର ଚାଲନ୍ତୁ ଦେଖିବା କାହିଁକିନା ବହୁତ ସୁନ୍ଦର ଲାଗୁଛି। କିଛି ସମୟ ଦେଖିଲା ପରେ ଆମକୁ ସବୁ ବହୁତ ଭଲ ଲାଗିଲା କାହିଁକିନା ରାମାୟଣ ଦେଖି ଭଲ ଲାଗିଲାନି। ଚାଲନ୍ତୁ ସମସ୍ତେ ଯିବେ ଆମେ ଖାଇବାକୁ କାହିଁକିନା 11ଟା ଅଧେ ହେଲାଣି। ଚାଲିବେ ଦେଖ ବହୁତ ସୁନ୍ଦର ଉପରେ ଆଳୁ ଚିପ୍ସ କରାହେଉଛି ଦେଖିବେ ରିଙ୍ଗ ରିଙ୍ଗ କରିକି ପୁରା ଡାଙ୍ଗ ସହିତ ମିଶାଇକି ତାକୁ ପୁରା ଡିଜାଇନ ଉପରେ କରିକି ସମସ୍ତେ ଏବେ ଫେଭରେଟ୍ ସମସ୍ତେ ବହୁତ ଭଲ ଲାଗିଲା ଦେଖିପାରେ ବହୁତ ଆମେ ତ ସମସ୍ତେ ଖାଇଲୁ କାହିଁକିନା ଗୋଟେ ଗୋଟେ ପିସ୍ ଗୋଟେ 30 ଟଙ୍କା। ଚାଲନ୍ତୁ ଆମେ ଏବେ ଖାଇବା ସରିଗଲା ଦେଖିବେ ସମସ୍ତେ ଖାଇସାରିଲା ପରେ ମୁଁ ସବୁ ଲାଷ୍ଟ ଖାଇଲେ କାହିଁକିନା ସମସ୍ତେ ମୋ ପାଖରେ ପଇସା ଅଛି କ'ଣ କରେ। ଚାଲନ୍ତୁ ସମସ୍ତେ ହେଇଗଲା ଖାଇସାରିଲେ ତାହେଲେ ଆଉ ଗୋଟେ ଗାଁକୁ ଯିବାର ଅଛି କାହିଁକିନା ସେଠି ହେଲେ ମହାଭାରତ ବହୁତ ସୁନ୍ଦର ଉପରେ ଚାଲିଛି। ଦେଖିବାରେ ଏବେ ନଦୀ ତଳେ ତଳେ ଯିବାର ଅଛି କାହିଁକିନା ଆଉ ଗୋଟେ ଗାଁ ଡେଇଁ ଅଛି ନଦୀ ତଳେ ଡେଇଁକି ଯିବାର ଅଛି। ସମସ୍ତେ ଆମେ ଦେଖିବାରେ ବହୁତ ନଟା ଭିତରେ କରି ପୁରା କ'ଣ ଅବସ୍ଥା ହେଇଗଲା କାହିଁକିନା ରାତିରେ ଏମିତି ଅନ୍ଧାର ଅନ୍ଧାର କିଟି କିଟି ଅନ୍ଧାର ଆଉ ରାସ୍ତା ନାହିଁ। ଆଉ କ'ଣ କରେ ସେକ୍ୟୁରିଟି ଲାଇଟ୍ ମୋବାଇଲ ଲାଇଟ୍ ପକେଇ ପକେଇ ଆମେ ଚାଲିଲା ପରେ ନଦୀ ତଳେ ସେଠି ନଦୀ ତଳେ ପହଞ୍ଚିକି ଦେଖି ବହୁତ ସୁନ୍ଦର ଭାବରେ ଲୋକ ଗହଳି ହେଇକି ଅଛନ୍ତି କାହିଁକିନା ସେପଟେ ସେପଟେ ହେଉଛନ୍ତି କାହିଁକିନା ଦୁଇ ଗାଁରେ ଦୁଇଟା ଯାତ୍ରା ଚାଲିଛି। ସେଠି ଯାତ୍ରା ସରିଲା ପରେ ଆମେ ଚାଲିଲା ଆଉ ଗୋଟେ ଗାଁକୁ ଦେଖିବାରେ ବହୁତ ନଟା ଫଟା ହେଇଛି କାହିଁକିନା କେତେବେଳେ ସାପ ବାହାରି ପଡ଼େ ଆମକୁ ବହୁତ ଭୟ ଲାଗିଲାଣି କାହିଁକିନା ଏତେ କମ୍ ରେଟ୍ରେ ଏତେ ଡର ଲାଗିଲାଣି କାହିଁକିନା ସେ ପୁରା ଜଙ୍ଗଲ ହେଇକି ଅଛି କାହିଁକିନା ନଦୀ ତଟଟା ସବୁ ସାପ ଫାପ ଯିବା ଟିକେ କଷ୍ଟ ସେଥିପାଇଁ ଆମେ ଟିକେ ଡର ଲାଇଟ୍ ପକେଇକି ଚାଲିଲୁ। ଦେଖିବାରେ ସମସ୍ତେ ସାଙ୍ଗ ଯାକ ଗୋଟେ ଜଣ ଖସିଗଲା କାହିଁକିନା ତା ଆଉ କ'ଣ ହସ ଲାଗୁଛି କାହିଁକିନା ପୁରା ଏତେ କାଦୁଆ କୁହନ୍ତୁ ନାହିଁ। ଆଉ କ'ଣ କରେ କଷ୍ଟ ଟିକେ କହିଲେ ଦୁଇ ଯାତ୍ରା ଦେଖିବାର ଅଛି ନା। ଆଉ ଚାଲନ୍ତୁ ଏବେ ଆମେ ସମସ୍ତେ ପହଞ୍ଚିଗଲୁ ନଦୀ ପାଖରେ ଦେଖିଲା ବେଳକୁ ପୁରା ଆଣ୍ଠୁଏ ପାଣି ସମସ୍ତେ ଦେଖିପାରେ ସାଙ୍ଗମାନେ ବହୁତ ଗହଳି ଅଛି କାହିଁକିନା ଦୁଇ ଗାଁରେ ଯାତ୍ରା ଚାଲିଛି ନା ସେଥିପାଇଁ ସମସ୍ତେ ଗହଳି ହେଇକି ଚାଲିଛନ୍ତି। ଦେଖିବାରେ ଆମ ସାଙ୍ଗ ହାଗରେ ଯାଉଛନ୍ତି ମୁଁ ତାଙ୍କର ପଛରେ ଯାଉଛି କାହିଁକିନା ତାଙ୍କର ମୋବାଇଲ ନାହିଁ ସେଥିପାଇଁ ମୁଁ ମୋବାଇଲ ପକେଇ ଯାଉଛି ଆଉ କ'ଣ କରିବା। ଆଉ କ'ଣ ଚାଲନ୍ତୁ ଦେଖିପାରେ ଏବେ ସବୁଆଡ଼େ ନଟା କାହିଁକିନା ଅନ୍ଧାର ପୁରା ବିଲୁଗୁଡ଼ା କେତେବେଳେ ବାହାରି ପଡ଼େ ସେତେ ଡର ଲାଗୁନି ଆମକୁ ସେତେ ଡର ଲାଗୁଛି। ଆଉ ଦେଖିବାରେ ଚାଲନ୍ତୁ ଏବେ ଲାଇଟ୍ ପକେଇ ଯିବାର ଅଛି କାହିଁକିନା ସବୁଆଡ଼େ ଅନ୍ଧାର ପୁରା ଘାସ ଫାସ ସବୁ ହେଇକି ପୁରା ନଟା ଭଳିଆ ହେଇଛି। ଆଉ କ'ଣ କରେ ଦେଖିପାରେ କେତେ ପାଣି ଦେଖନ୍ତୁ ପୁରା ପଥର ପଡ଼ିକି ସବୁ କାଚଡ଼ା ହେଇଯାଇଛି। ଆଉ କ'ଣ କରିବା ଚାଲନ୍ତୁ ଏବେ ଆରପଟେ ଗାଁ ଆମେ ପହଞ୍ଚିଲା ପରେ ସମସ୍ତେ ଗୋଡ଼ ହାତ ଧୁଆ ଧୋଇ ହେଲୁ କାହିଁକିନା ପୁରା କାଚଡ଼ା ପୁରା କାଦୁ ଗୋଳକୁ ହେଇଛି। ଚାଲନ୍ତୁ ଆମେ ସମସ୍ତେ କ'ଣ କଲୁ ନା ସେଠୁ ଆଉ କ'ଣ କରିବା ଚାଲନ୍ତୁ ଦେଖିବାରେ ବହୁତ ସୁନ୍ଦର ଗୋଡ଼ ଖସୁଛି କାହିଁକିନା ସମସ୍ତେ ଆଛଡ଼ା ପଛଡ଼ା ହେଇକି ପଡ଼ୁଛନ୍ତି କାହିଁକିନା ଏସବୁ ଧୁଆ ଧୋଇ ହେଲା ପରେ ଆଉ ଗୋଟେ ନଦୀ ପଡ଼ିଲା ନଦୀରେ ଆଉ ଦୁଇଟା ନଦୀ ପଡ଼ୁଛି କ'ଣ କରିବା କ'ଣ ଚାଲନ୍ତୁ ଗୋଟେ ଚାଲିଛି ଯିବାର ଅଛି ଆସ୍ତେ କରିକି କାହିଁକିନା ଗୋଟେ କେତେବେଳେ ଖସିଯିବ ସେ ଜଣାପଡ଼ିବନି କାହିଁକିନା ମାଆ ସମସ୍ତେ ଗାଳି କରୁଥିଲେ ଏତେ ମତେ ଯାଆନା ବୋଲି କହୁଥିଲେ ମୁଁ ଏତେ କିଏ ଆଇଲି ବୋଲି ମୁଁ ଭାବୁଛି। ଆଉ କ'ଣ କରିବା ଯାତ୍ରାରେ ଏପଟେ ଛାଡ଼ୁଛି କି ଆମକୁ ଦେଖିପାରେ ସାଙ୍ଗମାନେ ବହୁତ ସୁନ୍ଦର ଭାବରେ ଚାଲିଛି ରାସ୍ତା କାହିଁକିନା ଏତେ ଡର ଲାଗୁଛି କାହିଁକିନା କିଏ ପଡ଼ିଛି ତା ଗୋଡ଼ ଭାଙ୍ଗିଯିବ। ଆଉ କ'ଣ କହିଲୁ ଆମ ରାସ୍ତାରେ କାହିଁକିନା ବହୁତ ସୁନ୍ଦର ଭାବରେ ସେ ଗାଁଟା ଚାଲନ୍ତୁ ଏବେ ଦେଖିପାରିବେ ବହୁତ ସୁନ୍ଦର ଲାଗୁଛି ସେଠି ବି ବହୁତ ଡିଜାଇନ ଉପରେ ରାମାୟଣ ଚାଲିଛି ଦେଖିପାରେ ଏବେ ଆମେ ସମସ୍ତେ ପହଞ୍ଚିଗଲୁ ଯାତ୍ରାରେ ଦେଖିବାରେ ବହୁତ ଗହଳି ଅଛନ୍ତି ଦେଖିପାରେ ସାଙ୍ଗମାନେ ରାମାୟଣ ପଡ଼ିଛି ପୁରା ସାଙ୍ଗସାଥି ସବୁ ମଜାମସ୍ତି କରିକି ଆମେ ଚାଲିଲୁ ଏବେ ଘରକୁ କାହିଁକିନା ବହୁତ ଟାଇମ୍ ହେଇଗଲାଣି ଘଣ୍ଟେ ପାଖାପାଖି ହେଲାଣି। ଦେଖିବାରେ ଟିକେ କିଛି ସମୟ ଦେଖିକି କାହିଁକିନା ବହୁତ ଭଲ ହେଲାଣି ନିଦ ତ ମୋତେ ବହୁତ ଢାଙ୍କିଲାଣି କାହିଁକିନା ଯାତ୍ରା ଦେଖିବା ତ ଯାତ୍ରା ଦେଖିବ ସେଠି ଗୋଟେ ଯାତ୍ରା ଦେଖିଲେ ଏଇଠି ଯାତ୍ରା ଦେଖିବା ଚାଲନ୍ତୁ ଏବେ ମୋର ଯାତ୍ରା ସରିଗଲା କାହିଁକିନା ବହୁତ ଡେରି ହେଇଗଲାଣି ଦେଖିବାରେ ବହୁତ ଜିନିଷ ସବୁ ପଡ଼ିଛି ପିଲାରେ ଖେଳଣା ସମସ୍ତଙ୍କର ବହୁତ ସୁନ୍ଦର ପଡ଼ିଛି ଦେଖିବାରେ ଏବେ ଖଣ୍ଡେ ଗଣେଶ ମୂର୍ତ୍ତି ସବୁ ଯାକ ଅଛି ବହୁତ ଭଲ ଲାଗୁଛି କାହିଁକିନା ମୋ ପାଖରେ ପଇସା ନାହିଁ ସେଥିପାଇଁ ମୁଁ କିଣିପାରୁନି। ଆମେ ଏବେ ଚାଲୁ ଆମ ଘରକୁ କାହିଁକିନା ବହୁତ ଜୋର ଡେରି ହେଇଗଲାଣି କାହିଁକିନା ମାଆ ସମସ୍ତେ ଫୋନ୍ କରି ଡକେଇ ପଡ଼ିଲେଣି। ଆଉ ଚାଲନ୍ତୁ ଫଟାଫଟ ଆମେ ବାହାରି ପଡ଼ିଲୁ ରାସ୍ତାରେ କାହିଁକିନା ଏତେ ଗହଳି ଆଉ କୁହନ୍ତି ନାହିଁ ରାସ୍ତା ଦେଖିବାରେ ସବୁ ବନ୍ଦ ହେଇଗଲାଣି କାହିଁକିନା ଘଣ୍ଟେ ପାଖାପାଖି ହେଇଗଲାଣି ସେଠି ଯିବାର ଅଛି ମାଆ ଦଣ୍ଡକାଳୀଙ୍କର ପ୍ରସାଦ ଖାଇବାର ଅଛି। ଆମେ ଯଦି ଭିଡ଼ିଓ ଭଲ ଲାଗିଲା ଭିଡ଼ିଓ ଲାଇକ୍ କରିଦିଅ ସବସ୍କ୍ରାଇବ୍ କରି ରହିଲି ଜୟ ଜଗନ୍ନାଥ।